ରାସନ କାର୍ଡକୁ ନେଇ ବଡ଼ ଖବର। ଏହି ଜିନିଷ ନ କରିଥିଲେ ଆପଣଙ୍କ ଲିଷ୍ଟରୁ ନାଁ କଟିଯିବ। ଏପରିକି ଅପାରଙ୍କୁ ଆଉ ଚାଉଳ ଗହମ ମଧ୍ୟ ମିଳିବ ନାହିଁ। କେନ୍ଦ୍ର ସରକାର ଏଥର ରାସନ କାର୍ଡରେ ଇକେଇସି କରିବା ବାଧ୍ୟତାମୂଳକ କରିଛନ୍ତି। ବର୍ତ୍ତମାନ ଏହି ରାସନ କାର୍ଡର କେୱାଇସି କରିବା ପାଇଁ ସମୟ ସୀମା ବୃଦ୍ଧି କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଯଦି ଆପଣ ମାଗଣା ଚାଉଳ ଗହମ ପାଇବାକୁ ଚାହୁଁଛନ୍ତି ଓ ଆପଣଙ୍କର ରାସନ ଯୋଗାଣରେ କୌଣସି ଅସୁବିଧା ଦେଖିବାକୁ ଚାହୁଁନାହାନ୍ତି, ତେବେ ରାସନ କାର୍ଡ ଇକେଇସି ସମ୍ପୂର୍ଣ୍ଣ କରିବା ଆବଶ୍ୟକ। ଆଧାର କାର୍ଡ ଏବଂ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ବ୍ୟବହାର କରି ଆପଣ ଅନଲାଇନରେ ଆପଣଙ୍କର ରାସନ କାର୍ଡ କେୱାଇସି ସମ୍ପୂର୍ଣ୍ଣ କରିପାରିବେ। ଅନଲାଇନରେ କେୱାଇସି କରୁଥିଲେ ଆପଣଙ୍କୁ କିଛି ଡକ୍ୟୁମେଣ୍ଟ ଦରକାର। ସେଗୁଡ଼ିକ ହେଉଛି ଆଧାର କାର୍ଡ, ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଏବଂ ଆଧାର କାର୍ଡ ସହିତ ସଂଯୁକ୍ତ ନିଜସ୍ୱ ମୋବାଇଲ ନମ୍ବର ଆବଶ୍ୟକ।